ଆଲୋ ସାବି, ଏଠି ଦେଖିଲୁ, ଏଇଠି କ'ଣ ଗୋଟେ ବିଷ ଡବାଟେ ଥୁଆ ହେଇଛି। ସବୁବେଳେ ଘରଟାରେ ଖାଲି କେଟେରେ କେଟେରେ କେଟେରେ। ଶଳା ଆଜି ଯାଉଛି ବାପା ମାଆଙ୍କୁ ବିଷ ଦେଇକି ଶଳା ମାରିଦେବି। ମୋ ଘରେ ରହିକି ଖାଇଲେ ଅନ୍ନ ହସ କରୁଛନ୍ତି। ବଡ଼ ପୁଅ ପାଖକୁ ଯାଉନାହାନ୍ତି କି କିଛି ଟଙ୍କା ପଇସା ବି ପଠଉନି ନାଇଁ ବୋପା ମାଆ ଖାଇବେ ବୋଲି। ଭବିଷ୍ୟତରେ ପିଲା ମାରିବା ପାଇଁ ଟଙ୍କା ରଖିବି ନା ଏଇ ବୋପା ମାଆଙ୍କୁ ଖାଇବା ପିଇବାକୁ ଦେବି। ଯାଉଛି ବୋପା ମାଆଙ୍କୁ ବିଷ ଦେଇକି ମାରିଦେବି। ଜାଣିଲୁ ସାବି, ଦିଟା ପୁଅ ଜନ୍ମ କଲେ କେହି ହେଲେ ଜଣେ ଶାନ୍ତିରେ ରଖେଇ ଦେଉନାହାନ୍ତି। ବଡ଼ ପୁଅ ତା ପିଲା ଛୁଆକୁ ନେଇ ବାହାରେ ଯାଇ ଶାନ୍ତିରେ ରହିଲା, ଆଉ ସାନ ପୁଅ କଥା ନ କହିଲେ ଭଲ ହୁଅନ୍ତା। ଆମେ କ'ଣ କରିପାରିବା ଆଉ? ଆମ ଭାଗ୍ୟରେ ଯାହା ଲେଖା ଅଛି ତାହା ଆମେ ଭୋଗିବା। ନାହିଁ ଲୋ ସାବି, ସାନ ପୁଅକୁ ଖାଇବାକୁ ମାଗିଲେ ସାନ ପୁଅ ଖାଇବା ଦେବା ପୂର୍ବରୁ ବିଧା ଗୋଇଠାରେ ଖାଲି ମାରୁଛି। କୁକୁର ମାଙ୍କଡ଼କୁ ଖାଇବାକୁ ଦେଲା ଭଳି ଆମ 2 ଜଣ ଯାକକୁ ଖାଇବାକୁ ଦେଉଛି। ଏତେ କଷ୍ଟ ଆମେ କ'ଣ ପାଇଁ ପାଇବା? ଆଉ କ'ଣ କରିବା? ଆମ ପାଖରେ ଆଉ ଉପାୟ କିଛି ନାହିଁ। ଆମ ଦୁଃଖ କହିଲେ କିଏ ଶୁଣିବ, ନା ଆମ ଦୁଃଖ କିଏ ବୁଝିବ? ଆମେ ଏଡ଼େ ହତଭାଗା ଯେ ଭଗବାନ ଆମକୁ ଝିଅଟିଏ ଦେଇନାହାନ୍ତି। ଯଦି ଆମର ଝିଅଟିଏ ଥାଆନ୍ତା, କିଛି ଦୁଃଖ ଦୂର ହେଇଯାଇଥାନ୍ତା। ଆଉ ଏବେ କ'ଣ କରିବା? ଆଜିକୁ 2 ଦିନ ହେବ ସାନ ପୁଅ ବୋଉ ଖାଇବାକୁ ଦେଉନାହାନ୍ତି। ଭୋକ ଉପାସରେ ଆଉ କେତେ ଦିନ ରହିବା? ବଡ଼ ପୁଅକୁ ଟିକେ ଫୋନ୍ କରିକି କହିବା କି? ନାଇଁ, ତାକୁ ଆଉ କ'ଣ ପାଇଁ ଫୋନ୍ କରିବା? ସିଏ କ'ଣ ଆମକୁ ଖାଇବାକୁ ଦେଇଦେବ ନା ପାଖରେ ନେଇକି ରଖିବ? ଯିଏ ବର୍ଷ ବର୍ଷ ଧରିକିରି ବାହାରେ ପିଲା ଛୁଆକୁ ନେଇକି ରହିଲାଣି, ସିଏ ବାପା ମାଆକୁ ଦିନେ ଫୋନ୍ କରିବାର ନାହିଁ କି ବାପା ମାଆ କ'ଣ ଖାଇଲେ ନ ଖାଇଲେ ପଚାରିବାର ନାହିଁ। ତାକୁ କହିକି ଆଉ କିଛି ଲାଭ ନାହିଁ। ଏମିତି ପୁଅ ବୋହୂ ଠାରୁ ନିର୍ଯାତନା ସହିବା ଅପେକ୍ଷା ବିଷ ଖାଇ ମରିଯିବାଟା ଭଲ। ଆଲୋ ସାବି, ଏଠି ଦେଖିଲୁ, ଏଇଠି କ'ଣ ଗୋଟେ ବିଷ ଡବାଟେ ଥୁଆ ହେଇଛି। ବିଷ ଡବାଟାକୁ ତମେ ଆଣିକି ଥୋଇଥିଲ କି? ନାଇଁ ତ, ମୁଁ ବିଷ ଡବା କେଉଁଠୁ ଆଣିବି? ମୋତେ କିଏ ସେ ଦବ? ବିଷ ଡବାଟାକୁ ତମେ ତ ରଖିନ, ମୁଁ ତ ବି ରଖିନି। କିଏ ସେ ଘରେ ଆଣିକି ରଖିଲା? ଯାହା ହଉ, ଏତେ ଦିନ ପରେ ପୁଅ ବାପା ମାଆର ଦୁଃଖ କଷ୍ଟ ବୁଝିପାରିଲା। ଆମେ ବିଷ ଖାଇକି ମରିବା ବୋଲି ପୁଅ ଆମ ପାଇଁ ବିଷ ଡବାଟେ ଥୋଇକି ଯାଇଛି। ମୁଁ ଗ୍ଲାସ୍ 2ଟା ଆଣିଛି, ଅଧେ ତୋର ଆଉ ଅଧେ ମୋର। ତମେ ମୋତେ ପିଆଇ ଦିଅ, ମୁଁ ତମକୁ ପିଆଇ ଦେବି। ସବୁଦିନ ପାଇଁ ଶାନ୍ତିରେ ଶୋଇପଡ଼ିବା।